ପିଲାମାନେ ଗପ ଶୁଣିବା। ଗପର ନାଁ ବିଲୁଆ ନନାର ବାହାଘର ନିଶା। ବଣମୂଲକରେ ରାଜା ଥାଆନ୍ତି ମହାପ୍ରତାପୀ ସିଂହ। ମନ୍ତ୍ରୀ ତାଙ୍କର ଶୃଗାଳ ପାଟଯୋଶୀ ବା ବିଲୁଆ ନନା। ମନ୍ତ୍ରୀଙ୍କର ଅଙ୍ଗ ରଖିଥାନ୍ତି ବାନ୍ଦର ମର୍ଦ୍ଦରାଜ ବା ମାଙ୍କଡ଼। ଦିନକର କଥା, ବାନ୍ଦର ମର୍ଦ୍ଦରାଜ ବା ମାଙ୍କଡ଼ ଆଉ ହାତୀ ଭାଇ ନଈକୂଳରେ ଭେଟ ହୋଇଗଲେ। ପାଣି ପିଇବାକୁ ଯାଇଥିଲେ ଦିଜଣ ଯାକ। ହାତୀ ଭାଇ ମାଙ୍କଡ଼କୁ ଚାହିଁ ପଚାରିଲା, ଆଚ୍ଛା ମାଙ୍କଡ଼, ମନ କାହିଁକି ଉଣା କରିଛୁ? ମାଙ୍କଡ଼ ଉତ୍ତର ଦେଲା, ଗୋଟେ କଥା ମନରେ ରଖି ଗୋଳେଇ ଘାଣ୍ଟି ହେଉଛି, କାହାକୁ କିଛି କହିପାରୁନି। ହାତୀ ଭାଇ କହିଲା, ମୋତେ କହିଦେ, ହାଲକା ହେଇଯିବୁ। ମାଙ୍କଡ଼ ଟିକେ ଚିନ୍ତା କରି କହିଲା, ହଉ କହିବି ଯେ, କିନ୍ତୁ କଥା ଯେମିତି କାନକୁ ଦିକାନ ନ ହୁଏ। ହାତୀ କହିଲା, ମୋ ଉପରେ ବିଶ୍ୱାସ ରଖ, ମୁଁ କାହାକୁ କିଛି କହିବିନି। ମାଙ୍କଡ଼ କହିଲା, ଦେଖ ହାତୀ ଭାଇ, ମୁଁ ଏମିତି ସେମିତି ଲୋକ ନୁହେଁ, ଖୋଦ୍ ମନ୍ତ୍ରୀଙ୍କର ଅଙ୍ଗ ରଖି। ତତେ ବିଦ୍ୟାରାଣ, ତୁ କାହାକୁ କହିବୁନି। ହାତୀ କହିଲା, କହିବିନି କହିଲି ବା, ଭରସା କରି କହ ମୋତେ। ମାଙ୍କଡ଼ ଆରମ୍ଭ କଲା, ଆଚ୍ଛା ହାତୀ ଭାଇ, ସମସ୍ତେ ଜାଣିଛ ନା, ଆମ ମହାମନ୍ତ୍ରୀ ବା ବିଲୁଆ ନନା ଶପଥ କରିଛନ୍ତି କେବେ ବାହା ହେବେ ନାହିଁ। ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଛନ୍ତି। ହାତୀ ପଚାରିଲା, ଆଚ୍ଛା ଏମିତି କାହିଁକି କଲେ? ମାଙ୍କଡ଼ ଉତ୍ତର ଦେଲା, ତାଙ୍କର ଯେଉଁ କନ୍ୟା ସାଙ୍ଗରେ ବାହାଘର ହେଇଥାନ୍ତା, ସେ କନ୍ୟା ପରା ଆଉ ଜଣକୁ ବାହା ହେଇଗଲା। ସେଇ କଥା ମନରେ ଭାବି ସେ ଏମିତି ଗୋଟେ ଶପଥ ନେଲେ ଯେ ଆଉ କେବେ ବାହା ହେବେନି। ହାତୀ ଭାଇ କହିଲା, ଆଚ୍ଛା ଏଇ କଥା ପାଇଁ ତୁ ମନ ଦୁଃଖ କରିଛୁ? ମାଙ୍କଡ଼ କହିଲା, ନାଇଁ ମ, ତୁ ପୁରା କଥା ଶୁଣ। ସେଦିନ ଠେକୁଆ ଭାଇର ବାହାଘର ହୋଇଥିଲା। ଆମେ ମନ୍ତ୍ରୀ ଆଉ ମୁଁ ତାଙ୍କ ଘରକୁ ଯାଇଥିଲୁ ଠେକୁଆ ଭାଇର ନିମନ୍ତ୍ରଣ ରକ୍ଷା କରି। ମନ୍ତ୍ରୀଙ୍କ ସହିତ ମୁଁ ଯାଇ ପେଟେ ଖାଇଲି। ଆମେ ଦିଜଣ ଖାଇସାରିଲୁ। ଠେକୁଆ ଭାଇ ବି ଆମର ବହୁତ ଚର୍ଚ୍ଚା କଲା। ଖାଇସାରିବା ପରେ କନ୍ୟା ଦେଖିବାକୁ ଗଲୁ। ମହାମନ୍ତ୍ରୀ ବିଲୁଆ ନନା ଯେମିତି ଠେକୁଆ ଭାଇର କନ୍ୟାକୁ ଦେଖିଛନ୍ତି, ତାଙ୍କ ମନ ପରିବର୍ତ୍ତନ ହେଇଗଲା। ତାଙ୍କ ଭୀଷ୍ମ ପ୍ରତିଜ୍ଞା କୁଆଡ଼େ ଫସର ଫାଟିଗଲା। ମୋତେ କହିଲେ, ଆଚ୍ଛା ବାନ୍ଦର ମର୍ଦ୍ଦରାଜ, ମୋ ପାଇଁ କନ୍ୟା ଦେଖ, ମୁଁ ବାହା ହେବି। ମୁଁ ପଚାରିଲି, ଆପଣଙ୍କର ପଣ? ଆପଣ ପରା ଶପଥ କରିଥିଲେ ବାହା ହେବେନି, ପୁଣି ଏମିତି କ'ଣ କହୁଛନ୍ତି? ବିଲୁଆ ନନା ଆରମ୍ଭ କଲେ, କ୍ୟା ହୁଆ ତୁମ୍ହାରା, ସାହସ ତ କମ୍ नहीं। क्या हुआ तुम्हारा साहस तो कम नहीं। मेरा नौकर ହେଇ ମୋତେ ଏମିତି ଜବାବ ଦେଉଛୁ? ବିଲୁଆ ନନାଙ୍କର ଏମିତି ଖଣ୍ଡି ହିନ୍ଦୀ ଶୁଣି ମୋତେ ଭାରି ହସ ମାଡ଼ିଲା। କିନ୍ତୁ ମୁଁ ଆଉ କିଛି କହିଲିନି। ହଁ, ଖୋଦ୍ ମନ୍ତ୍ରୀ ଯେତେବେଳେ ହିନ୍ଦୀ କାହିଁକି, ଉର୍ଦ୍ଦୁ, ପାର୍ସି, ଇଂରାଜୀ କ'ଣ ନାଇଁ କ'ଣ ଭାଷା କହି ପକେଇବେ, କୁହନ୍ତୁ, ତାଙ୍କର ତ ପୁଣି ସମ୍ମାନ ଅଛି। ସେ କ'ଣ ମୋ ଭଳିଆ ମଳିମୁଣ୍ଡିଆ ହେଇଛନ୍ତି ନା କ'ଣ? ବିଲୁଆ ନନାଙ୍କର ବାହାଘର ନିଶା ଲାଗିଲା। କନ୍ୟା ଖୋଜା ଚାଲିଲା। ବଣମୂଲକରେ ଲୁଚି ଲୁଚି କନ୍ୟା ଖୋଜୁଥାନ୍ତି, କାହାକୁ କିଛି କହୁନଥାନ୍ତି। ହଠାତ୍ ରାଜଦରବାରରେ ବିଲୁଆ ନନାଙ୍କର ଖୋଜା ପଡ଼ିଲା। ମହାରାଜ ମହାପ୍ରତାପୀ ସିଂହ ତାଙ୍କ ସେନାପତି ବ୍ୟାଘ୍ର ଛୁଆଳ ସିଂଙ୍କୁ ଖୋଜିବା ପାଇଁ ପଠେଇଲେ ବିଲୁଆ ନନାକୁ। କହିଲେ, ଯାଅ ଦେଖ ତ ମହାମନ୍ତ୍ରୀ ଶୃଗାଳ ପାଟଯୋଶୀ କୁଆଡ଼େ ଗଲେ, ଦରବାରରେ ତାଙ୍କର ଦେଖା ନାହିଁ, ଶୀଘ୍ର ଅନୁସନ୍ଧାନ କରି ମୋତେ ଖବର ଦିଅ। ତା ପରଦିନ ସେନାପତି ଆସି କହିଲେ, ମହାରାଜ, ମହାମନ୍ତ୍ରୀ 10 ଦିନ ହେଲା ଘରେ ନାହାନ୍ତି। ମହାରାଜ ଭାବିଲେ, ବୋଧେ କିଛି ଅସୁବିଧାରେ ପଡ଼ିଛନ୍ତି ମନ୍ତ୍ରୀ। ହଉ, ଏମିତି 20 ଦିନ ବିତିଗଲା। ତଥାପି ବିଲୁଆ ନନା ଆସିଲେ ନାହିଁ। ମହାମନ୍ତ୍ରୀଙ୍କ ବିନା ଦରବାର ଚଳାଇବାକୁ ଅସୁବିଧା ହେଲା। ଶେଷରେ ମହାରାଜ ତାଙ୍କୁ ଚାକିରିରୁ ବାହାର କରିଦେବେ ବୋଲି ଆଦେଶ ଦେଲେ। ଏକଥା ଶୁଣି ମୁଁ ଆଉ କ'ଣ ସମ୍ଭାଳି ପାରିଥାନ୍ତି? ଲୁଚି ଲୁଚି ଯାଇ ବିଲୁଆ ନନାଙ୍କୁ ଖବର ଦେଇଦେଲି। ଖବର ପାଇ ବିଲୁଆ ନନା ଚଦର ଘୋଡ଼େଇ ହେଇ ଆସି ରାଜଦରବାରରେ ପହଞ୍ଚିଗଲେ। ଆଉ କହିଲେ, ମହାରାଜ, ମୋତେ ପରା ବେମାର ହେଇଛି, ମୁଁ ଘରେ ନଥିଲି, ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲି। ଖବର ପାଇ ଦୌଡ଼ି ଆସିଲି। ମହାରାଜ ବିଲୁଆ ନନାର ଅସୁବିଧା ଜାଣିପାରିଲେ। ତାକୁ ମାସେ ଛୁଟି ଦେଇଦେଲେ। ମାସେ ଛୁଟି ମିଳିବାରୁ ବିଲୁଆ ନନାର ଖୁସି କହିଲେ ନ ସରେ। ବାହାଘର ଖୋଜା ହେବ।
ବିଲୁଆ ନନା ବାହାଘର ଖୋଜା କଥା ବିଲେଇ ନାନୀ କାନରେ ପଡ଼ିଲା। ବିଲେଇ ନାନୀ କହିଲା, ବୁଢ଼ା ହେଇ ମୁଣ୍ଡରୁ ଛପର ଉଡ଼ିଗଲାଣି, ପୁଣି ବାହାଘର ନିଶା, ହାକୁ ପାନେ ଚଖେଇବାକୁ ପଡ଼ିବ। ଏକଥା ଭାବି ବିଲେଇ ନାନୀ ବିଲୁଆ ନନା ପାଖକୁ ଖବର ଦେଲା। ବିଲେଇ ନାନୀର ଗୋଟେ ସାନ ଭଉଣୀ ଅଛି, ତାକୁ ବାହା ହେଲେ କେମିତି ହବ? ବିଲୁଆ ନନାର ଖୁସି କହିଲେ ନ ସରେ। ବିଲୁଆ ନନା ଆସିଲା କନ୍ୟା ଦେଖିବା ପାଇଁ ବିଲେଇ ନାନୀର ଘରକୁ। ଯୌତୁକ ପତ୍ର, ତିଥିବାର ସବୁ ଠିକ୍ ହେଲା, କିନ୍ତୁ କନ୍ୟା ବୋହୂ ଦେଖା ନିର୍ବନ୍ଧ ହେଲା ନାହିଁ। କାହିଁକି ନା ବିଲୁଆ ନନା ଲୁଚି ଲୁଚି ବାହା ହେଉଥିଲା ନା। ବାହାଘର ଦିନ ଆସିଲା। ଜାମା ଯୋଡ଼ ପିନ୍ଧି ସଜବାଜ ହୋଇ ବିଲୁଆ ନନା ବାହାରିଗଲା ବାହା ହେବାକୁ। ମୋତେ ବି ସାଙ୍ଗରେ ନେଲେନି। ବଣରେ ସମସ୍ତେ ଜାଣିଥାନ୍ତି ବିଲୁଆ ନନା ଡାକ୍ତରଖାନାରେ ପଡ଼ିଛି, ହେଲେ ତାଙ୍କୁ ତ ବାହାଘର ରୋଗ ଧରିଛି ବୋଲି କାହାକୁ ଜଣା। ଏଣେ ବିଲେଇ ନାନୀ ତାର ସାଙ୍ଗମାନଙ୍କୁ ଡାକି ରେଡ଼ି ହେଇ ବସିଛି ବିଲୁଆ ନନାକୁ ପାନେ ଦବ ବୋଲି। ଯେମିତି ବିଲୁଆ ନନା ଘଟଣାସ୍ଥଳରେ ପହଞ୍ଚିଛି, ଆଉ କି ବିଲେଇ ନାନୀ ତାକୁ ଛାଡ଼େ? ବିଲୁଆ ନନା ବେକରେ ଜୋତାମାଳ ପକେଇ ତାକୁ ଲଣ୍ଡା କରି ମୁହଁରେ ଚୂନକାଳି ବୋଳି ଛାଡ଼ିଦେଲା। ଲାଜରେ ବିଲୁଆ ନନା ଯାଇ କିଆବୁଦା ମୂଳରେ ଲୁଚିଗଲା। ବାହାଘର ନିଶା ଏକାଥରେ ମୁଣ୍ଡରୁ ଉତୁରିଗଲା। କିନ୍ତୁ ବଣମୂଲକରେ ସବୁଆଡ଼େ ହାଲା ପଡ଼ିଗଲା ଯେ ବିଲୁଆ ନନା ମୁହଁରେ ଚୂନକାଳି ବୋଳା ହେଇଛି। ହାତୀ କହିଲା, ଏଇ କଥା ତାହେଲେ? ମାଙ୍କଡ଼ କହିଲା, ଆଚ୍ଛା ହାତୀ ଭାଇ, ତୋତେ କହୁ କହୁ ସବୁ କଥା କହିଦେଲି, ତୁ କାହାକୁ କିଛି କହିବୁନୁ। ବିଲୁଆ ନନାଙ୍କର କଡ଼ା ହୁକୁମ, କଥା ଯେମିତି କେହି ନ ଜାଣନ୍ତୁ। ହାତୀ କହିଲା, ଓହୋ, ସେଇଥିପାଇଁ ବିଲୁଆ ନନା ଆଉ ଦିନ ବେଳେ ଦେଖାଯାଉନାହାନ୍ତି, ସନ୍ଧ୍ୟା ହେଲେ କିଆବୁଦା ମୂଳରୁ ହୁକେ ହୁ କରୁଛନ୍ତି। ପିଲାମାନେ, ସେଇଦିନ ଠାରୁ ବିଲୁଆ ନନା ଆଉ ଜମା ଦିନରେ ବାହାରିଲାନି। ସନ୍ଧ୍ୟା ହେଲେ ହୁକେ ହୁ କହି କିଆବୁଦା ମୂଳରେ ବୋବାଏ।